ଆସନ୍ତୁ ଆମେ ପ୍ରାର୍ଥନା କରିବା। हे आमनकर समस्त पिता परमेश्वर पिता ଯେତେବେଳେ ଆପଣଙ୍କର ସେ ମହାନ ପବିତ୍ର ପ୍ରେମମୟ ନାମକୁ ପିତା ଆମେ ଧନ୍ୟବାଦ ଦଉଛୁ, ଗୌରବ କରୁଛୁ, ପ୍ରଶଂସା କରୁଛୁ। ପିତା ପିତା ଆପଣ ଆମ ସମସ୍ତଙ୍କୁ ସକାଳ ପର୍ଯ୍ୟନ୍ତ ପିତା ସମସ୍ତ ପ୍ରକାର ବିପଦ ଆପଦରୁ ରକ୍ଷା କରିକି ଏ ସନ୍ଧ୍ୟା ସମୟରେ ପିତା ଆମମାନଙ୍କୁ ଏକତ୍ର ହେଲେ, ଯେପରି ଆମେ ଆପଣଙ୍କର ବାକ୍ୟକୁ ଆପଣଙ୍କ ଶିକ୍ଷାକୁ ଆମେ ଶିଖିବୁ। এই ସୁଯୋଗ ଆମମାନଙ୍କୁ ଆପଣ ଦେଇଥିବାରୁ ଆପଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦଉଛୁ। ପିତା ଆମେ ଯେତେ ଜଣ ଏଠି ଜଡ଼ିତ ହେଇଅଛୁ ପିତା ଆମେ ସମସ୍ତଙ୍କୁ ଆପଣ ଆଶୀର୍ବାଦ କରନ୍ତୁ। ଆମେ ପିତା ଆପଣଙ୍କର ପୁତ୍ରଙ୍କ ମଣ୍ଡଳୀରେ ସଭ୍ୟ ହୋଇଅଛୁ ଏବଂ ଆପଣ ଚାହାନ୍ତି କି ଆମେ ସମସ୍ତେ ଏପରି ଆପଣଙ୍କ ଇଚ୍ଛା ଅନୁସାରେ ଆପଣଙ୍କ ଶିକ୍ଷା ଅନୁସାରେ ବାଟ ଚାଲିବୁ ଏବଂ ସେଥିପାଇଁ ଆମେ ପିତା ଆପଣଙ୍କ ବାକ୍ୟରୁ ପ୍ରତ୍ୟେକ ସପ୍ତାହରେ ଆମେ କିଛି କିଛି ବିଷୟ ଶିଖୁଛୁ। ପିତା ଆଜି ମଧ୍ୟ ପିତା ଯାହାବି ବାକ୍ୟ ଆପଣ ଆମମାନଙ୍କ ପାଇଁ ରଖିଅଛନ୍ତି ଆମେ ତାହାକୁ ମଧ୍ୟ ଆଜି ଶିଖିବୁ ଏବଂ ନିଜର ହୃଦୟ ରଖିକି ପିତା ତା ଆମର ଦୈନନ୍ଦିନ କାର୍ଯ୍ୟରେ ଆମେ ଲଗେଇ ପାରି ପିତା ଆମକୁ ସାହାଯ୍ୟ କରନ୍ତୁ ଏବଂ ପିତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆପଣ ଆମଙ୍କ ସହବର୍ତ୍ତୀ ପରମେଶ୍ୱର ହୁଅନ୍ତୁ ଏବଂ ଯାହାବି ଆଜି ପିତା ଭାଗ ଅଛି, ଯିଏ ଯୋଉ ଭାଗ ନେଇଅଛନ୍ତି ଆମେ ସମସ୍ତେ ପିତା ଯେପରି ତାହାକୁ ଆପଣଙ୍କର ଇଚ୍ଛା ଅନୁସାରେ ସବୁ କରିପାରିବୁ ପିତା ଆମକୁ ସାହାଯ୍ୟ କରନ୍ତୁ। ଯୋଉମାନେ ଉପସ୍ଥିତ ହେଇନାହାନ୍ତି ପିତା ଆପଣ ସେମାନଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ। ସେମାନେ ମଧ୍ୟ ପିତା ଯୋଡି ହୋଇକି ଆପଣଙ୍କ ବାକ୍ୟର ଯୋଉ ସତ୍ୟ ଶିକ୍ଷାକୁ ଶିଖିବେ ଏବଂ ପିତା ନିଜ ନିଜ ଜୀବନରେ ପ୍ରୟୋଗ କରିପାରିବେ ପିତା ଆପଣ ସେମାନଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ ଏବଂ ପିତା ଆମେ ଯୋଉ ଅନଲାଇନ ମାଧ୍ୟମରେ ଏଇ ବିଷୟ କରୁଅଛୁ ପିତା ଯେପରି କୌଣସି ଡିଷ୍ଟର୍ବାନ୍ସ ନହବ ପିତା ଆପଣ ସାହାଯ୍ୟ କରନ୍ତୁ। ସମସ୍ତ ବିଷୟ ପିତା ଯାହାବି ମାଗିଲି ଆପଣ ଆପଣଙ୍କ ଇଚ୍ଛା ଅନୁସାରେ ପିତା ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିକି ଏ ପ୍ରାର୍ଥନା ଆପଣଙ୍କ ପ୍ରିୟ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ଏବେ ଆସନ୍ତୁ ଆମ ମଧ୍ୟରେ ସତ୍ୟ ଭାଇ ଅଛନ୍ତି, ସେ ଯାହା ଗୀତ ଆଜି ରଖିଛନ୍ତି ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ତାଙ୍କୁ ପ୍ରଶଂସା କରିବା ପାଇଁ ସେ ଗୀତ ଗାଇବେ। ଆଉ ଯୋଉମାନେ ସେ ଗୀତ ଗାଇବେ ନିଜ ନିଜର ମାଇକ୍ କି ଅଫ୍ କରିକି ଗାଇବେ, କେବଳ ସତାରେ ଭାଇ ମାଇକ୍ ଅନ୍ କରି ଗାଇବେ। আবু সেন আবু জোড়ি জোড়ি স্বর্গতে, আবু সেন আবু জোড়ি জোড়ি স্বর্গতে, যিশু মাসি সে নয়ান হরাতে, যিশু মাসি সে নয়ান হরাতে, আবু সেন আবু জোড়ি জোড়ি স্বর্গতে, আবু সেন আবু জোড়ি জোড়ি স্বর্গতে, যিশু মাসি সে নয়ান হরাতে, যিশু মাসি সে নয়ান হরাতে, হরাবানো 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 ডদ, হরাবানো 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 ডদ, যিশুকে তাবু সারি হরাদ, সারি গে যিশুকে তাবু সারি হরাদ, আবু সেন আবু জোড়ি জোড়ি স্বর্গতে, আবু সেন আবু জোড়ি জোড়ি স্বর্গতে। ତାହେଲେ ମୁଁ ସମୟ ଦଉଛି ନରେନ୍ଦ୍ର ଭାଇଙ୍କୁ। ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ଦିଏ, ଯେହେତୁ ସେ ଆମମାନଙ୍କୁ ଏଇ ଦିନ ମାନଙ୍କୁ ଦେଖିବା ପାଇଁ ସୁଯୋଗ ଦେଲେ ଆଉ ଏଇ ସମୟରେ ଆମମାନଙ୍କୁ ଏକତ୍ର କଲେ। ଏଥିପାଇଁ ପରମେଶ୍ୱରଙ୍କର ମହାନ ନାମକୁ ପୁଣି ଥରେ ଧନ୍ୟବାଦ ଦିଏ। ତତ୍ ସଙ୍ଗେ ସଙ୍ଗେ ଯେତେ ଜଣ ମଧ୍ୟ ଜଡ଼ିତ ହୋଇ ଅଛନ୍ତି, ନିଜ ନିଜର ସମୟକୁ ଅଂଶଗ୍ରହଣ କରିଅଛନ୍ତି, ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆଉ ମୁଁ କୌଣସି ଭାବରେ ଗୋଟେ ମାନେ ବଡ଼ ସ୍ପିକର ନୁହେଁ, କିନ୍ତୁ ପ୍ରଭୁ ମତେ ଯାହା ଦଉଛନ୍ତି ଆଉ ମୋର ପରିଶ୍ରମ ଅନୁସାରେ ଯାହା ମତେ ଦେଉଅଛନ୍ତି ତାହା ହିଁ ଆପଣ ମାନଙ୍କର ସମ୍ମୁଖରେ ମୁଁ
वितरण करी आउटा तो मोर नुहे परमेश्वर ज्ञान अटे तेणुकरी अल्प समय मु ईश्वर वाक्य को आपण मानकर पाखरे रखिबी आउ जदि कौन विषय भूल हुए कि कंटेक्स्ट रु बाहर हुए ताहेले आउ सार माने अछंती से माने ताहाकू करेक्शन करिवे तेबे आसंतु आम माने आज शिखिबा बा सुनिबा होलीनेस विषय रे पवित्रता विषय रे काईना ख्रिस्टियन जीवन रो गोटे बहुत बड़ भूमिका हेउची पवित्रता पवित्र जीवन बंचिबा हेउची ख्रिस्टियन मानकर गोटे बहुत बड़ भूमिका आउ ए भूमिका आज आम मानकर जीवन रे देखा जाउची ना नाही ताहा आमे निज निज को निजे निज को आम मान को जानिबा को पड़िबो जे आम माने पवित्रतार जीवन यापन काटुछु ना नाही ए विषय रे आम मान को निहाती जानिबा को पड़िबो तेबे आसंतु ए समय रे गोटे शास्त्रांश आम माने पाठ करिबा जहा लेखा जाईछि प्रथम पीतर 1 पर्व तार 16 पद मध्य रे प्रथम पीतर 1 पर्व तार 16 पद मध्य रे आउ एठारे प्रकार लेखा जाईछि तार 15 मध्य पढ़ देवा मात्र तुम मानकर आह्वान करता जेपरी पवित्र तुमे माने मध्य आज्ञाबह संतान मानक परी समस्त आचरण रे सेई परी पवित्र हुओ जेणु लेखा अछि तुमे माने पवित्र हुओ कारण आम्बे पवित्र तेणु एठी हम मान देखु अछु आम मानकर आह्वान करता जेपरी पवित्र तुमे माने मध्य आज्ञाबह संतान मानक परी समस्त आचरण रे सेई परी पवित्र हुओ पुणी थरे तार 16 पदरे आम मान को कहू अछंती जेणु लेखा अछि तुम माने पवित्र हो कारण आम्बे पवित्र तेबे प्रिय माने जो परमेश्वरंकर उपासना आम माने करू अछु से परमेश्वर पवित्र अटंती आउ से परमेश्वर चाहंती कि आम माने जेते जण आहूत होई अछु जेते जण आम माने ख्रीष्ट जीशुंकर अनुगामी हेई अछु ख्रीष्ट जीशुंको द्वारा परमेश्वर आम जेते जण को आह्वान करि अछंती ग्रहण करि अछंती आम माने मध्य तांको परि पवित्र हेबा निमंते परमेश्वर आजिर ई शास्त्रांश द्वारा आम मान को आह्वान करू अछंती किबा एई वाक्य द्वारा आम मान को डाकू अछंती आज पवित्रतार जीवन बंचिबा निमंते पवित्र हेबा निमंते परमेश्वर आम मान को आह्वान करू अछंती तेणु प्रिय माने आज आम मानकर जीवन को समीक्षा करबा आम मानकर जीवन को परीक्षा करबा आम माने पवित्रतार जीवन यापन काटू अछु कि नाही तेबे बाइबल अनुसारे पवित्रता परमेश्वरंको एको आदेश अटे प्रिय माने बाइबल अनुसारे पवित्रता परमेश्वरंकर गोटे आदेश अटे बा आज्ञा अटे किंतु एहा कोनोसी विकल्प नुहे जे मोर इच्छा हेले मु पवित्रतार जीवन काटिबी नहेले नाही मोर इच्छा एभଳି नुहे पवित्रता गोटे विकल्प नुहे आम मान को पवित्र हेबाक पड़िबो कारण जे आम मान को आह्वान करि अछंती से पवित्र अटंती आउ आम मान को मध्य पवित्र हेबाक पड़िबो जेते जण आम माने आहूत होई अछु आम समस्तन को पवित्र हेबाक पड़िबो कारण परमेश्वर पवित्र अटंती आम माने अपवित्रतारे थाई परमेश्वर को केबे मध्य संतुष्ट करि पारबा नाही आमे अपवित्रतार जीवन यापन काटी रविवार दिन बा सप्ताहर प्रथम दिन रे जाई उपासनार विधि पालन कर देले ताहा ग्रहण योग्य हेबो नाही से प्रकार जीवन मध्य आम मान को बंचिबा पड़ो तेबे पवित्रता कोन पवित्रता हेउची समस्त प्रकार असुचितारु पृथक हेबा परमेश्वरंकर इच्छार विपरीत कार्य आम माने न करिबा केवल मनुष्य खाइबा पीबा वस्तु द्वारा असुचि हुए नाही अपवित्र हुए नाही किंतु अनाज्ञा बह होई मध्य से कोन हुए अपवित्र हुए तार प्रथम पद रे ही लेखा जाई अछि तुमानको मात्र तुमानकर आह्वान करता जेपरी पवित्र तुमे माने मध्य आज्ञा बह संतान मानक परि लेखा जाईछि तेणु आम माने आज्ञा लंघन करिबा मध्य गोटे अपवित्रतार जीवन शैली सदृश माने अपवित्रतार जीवन बंचिबा सदृश प्रिय माने तेबे आज आम मानकर जीवन को आम मान देखिबा आम माने की प्रकार आज्ञाकारी होई बंचु अछु आउ जो जो कार्य गुड़िक परमेश्वरंकर इच्छार विरुद्ध रे थाए से कार्य गुड़िक करिबा द्वारा मध्य आम माने असुचि हेई थाउ आम माने अपवित्र हेई थाउ तेणु करी
आमर जीवन को परीक्षा करवा समीक्षा करवा आउ एपरी कौनसी कार्य न करिबा जो कार्य परमेश्वरंकर इच्छार विरुद्ध रे थाए। तेणु करी जे आमान को आह्वान करि अछंती से पवित्र अटंती। तेणु आज रे शास्त्रांश आमान को मध्य पवित्रतार जीवन काटिबा निमंते आह्वान करूअछि, अर्थात आमान को ए वाक्य द्वारा परमेश्वर पवित्र जीवन बंचिबा निमंते डाकू अछंती। काहे कि आमान को पवित्र हेबा पड़िबो, कारण परमेश्वर पवित्र अटंती। तेणु से चाहुछंती कि आम माने जेते जण आह्वान होई अछु बा आम माने डका जाई अछु, आम समस्त को मध्य परमेश्वरंकर परि कोन हेबा पड़बो, पवित्र हेबा पड़बो। आमर द्वारा संभव नुहे परमेश्वरंक परि पवित्र हेबा, किंतु आम माने प्रयास करिबा। आमे केते चेष्टा करूअछु पवित्रतार जीवन काटिबा निमंते, आमे केते चेष्टा करूअछु परमेश्वरंकर इच्छा को साधन करबा निमंते, आमे केते चेष्टा करूअछु ईश्वरंकर आज्ञा अनुसार जीवन बंचिबा निमंते। आम मानकर ए चेष्टा ही माने आम मान को पवित्रतार जीवन काटिबा मार्ग रे आम मान को नै जीव। प्रिय माने आम माने निजे निज शक्ति द्वारा पवित्रतार जीवन काटि पारबा नाही, किंतु ईश्वरंकर सामर्थ्य जेतेबेले आम मानकर जीवन रे कार्य करिवो, जेतेबेले आम माने आपणा आपणा को परमेश्वरंकर बलवंत हस्त रे समर्पण कर देबा, परमेश्वरंकर पवित्र हस्त रे आम माने निज निज को जेतेबेले समर्पण कर देबा, सेतेबेले जाई करी आम माने पवित्रतार जीवन काटि पारबा। आम मान को पवित्र हेबा पड़ियो, कारण आम मानकर आह्वान करता पवित्र अटंती। तेणु आम माने जेते लोक आह्वान होई अछु, आम मान को मध्य परमेश्वरंक परि कोन हेबा पड़िबो, पवित्र हेबा पड़िबो। कारण ए शास्त्रांश रे आम मान देखु अछु पवित्रता गोटे विकल्प नुहे, बाइबल अनुसार पवित्रता गोटे ईश्वरंकर आज्ञा अटे। परमेश्वर आम मान को आज्ञा दो अछंती पवित्र हेबा निमंते। तेणु आम मान को पवित्र हेबा पड़ो, पवित्रतार जीवन यापन आम मान को काटबा पड़ो। तेबे प्रथम पीतर 1 पर्व 15-16 पद हेउछि ख्रिस्टियन मान को से मानकर समस्त आचरण रे पवित्र जीवन बंचिबा को आह्वान, कारण परमेश्वर पवित्र अटंती। ए शास्त्रांश हेउछि ख्रिस्टियन लोक मान को गोटे आह्वान, पवित्रतार जीवन बंचिबा निमंते गोटे आह्वान, गोटे डाकरा। प्रिय माने परमेश्वर आम मान को डाकू अछंती आज पवित्रतार जीवन काटिबा निमंते। तेणु करी आम मान को प्रस्तुत हेबा पड़िबो। की परि आम माने गत समय मान करे क्यों भलिया जीवन काटुथिलु बा क्यों भलिया जीवन आम माने बंचुथिलु, आम मानकर आचार व्यवहार क्यों भलिया थिला, आम मानकर चाली चलन क्यों भलिया थिला, आम मानकर स्वभाव क्यों भलिया थिला, आम माने की प्रकार कार्यकलाप करूथिलु, ताहा माने सेई पुराना स्वभाव को छाड़बा, पुराना आचरण को आम माने छाड़ी देबा, पुराना विषय को आम माने छाड़ी, कहीं आम माने जेतेबेले ख्रीष्टन को ठारे आसिलु आम माने गोटे नूतन सृष्टि हेलु। तेणु आम मान को गोटे नूतन मनीष परि आम मान को आचरण करबा पड़ियो। तो पवित्र पवित्र यार अर्थ हेउछि दैनिक दैनिक बा कर्तव्य परायण भाव रे शुद्ध हेबा, कर्तव्य परायण भाव रे आम मान को शुद्ध हेबा, किंबा जगतर अपवित्र अभ्यास रु आम मान को अलगा हेबा पड़िबो। आउ एई शास्त्रांश होछि जगतर अपवित्र अभ्यास गुडी करू आम मान को कोन हेबा, अलगा हेबा। आउ परमेश्वर पई पृथक भाव रे जीवन यापन करी आपनार समस्त कार्य रे परमेश्वर चरित्र को कोन करिबा, प्रदर्शन करिबा। जगतर प्रत्येक अपवित्र अभ्यास रु अलगा ही करी परमेश्वर चरित्र को आम माने कोन करबार अछि, प्रदर्शन करबार अछि, बा आम माने प्रतिफलित करबार अछि। आम मानकर जीवन रे परमेश्वर चरित्र को कोन करबार अछि, प्रतिफलित करबार अछि। जेंति एबे सीजन आसु अछि, आंब गछ रे आंब बोल होइछि, आउ किछि दिन परे से गछ रे फल लागिबो। तो ठीक सेही परि आम मान को परमेश्वरंकर चरित्र गुडी को, परमेश्वरंकर स्वभाव गुडी को आम मान करी शरीर रूप वृक्ष रे कोन करबा पड़िबो, प्रतिफलित करबा पड़िबो। जे पर्यंत आम मानकर जीवन रे, आम मानकर आचार व्यवहार रे, चाली चलन रे ईश्वरंकर स्वभाव देखा जाय नै, से पर्यंत आम माने केबे मध्य परमेश्वरंकर
ସନ୍ତୋଷ ପାତ୍ର ହେଇପାରବା ନାହିଁ, ଆମେ କେବେ ମଧ୍ୟ ପବିତ୍ରତାର ଜୀବନ କାଟି ପାରବା ନାହିଁ। ତେଣୁକରି ପବିତ୍ରତାର ଜୀବନ କାଟିବା ପାଇଁ ଆମମାନଙ୍କୁ ପରମେଶ୍ୱରଙ୍କ ସ୍ୱଭାବକୁ ଧାରଣ କରିବାକୁ ପଡିବ, ତାଙ୍କର ଆଚରଣକୁ ଆମମାନଙ୍କୁ ଧାରଣ କରିବାକୁ ପଡିବ। କାରଣ ଏଇ ସବୁ ପରମେଶ୍ୱରଙ୍କର ଚରିତ୍ରକୁ କଣ କରିବ, ଆମମାନଙ୍କର ଜୀବନରେ ପ୍ରତିଫଳିତ କରିବ। ଆମମାନଙ୍କର ଆଚାର ବ୍ୟବହାରକୁ ଯେତେବେଳେ ଜଗତ ଦେଖିବ, ସେତେବେଳେ ହଁ ଏମାନେ ଖ୍ରୀଷ୍ଟଙ୍କର ଲୋକ ବା ଏମାନେ ପରମେଶ୍ୱରଙ୍କର ଲୋକ, ଆମମାନଙ୍କର ସ୍ୱଭାବକୁ ଦେଖି ମଧ୍ୟ ଲୋକମାନେ କଣ କରିବେ, ପରମେଶ୍ୱରଙ୍କର ରାଜ୍ୟରେ ବା ପ୍ରଭୁଙ୍କ ରାଜ୍ୟରେ ପ୍ରବେଶ କରିବ। କେବଳ ବାକ୍ୟ ଶୁଣିକି ହିଁ ନୁହେଁ, ଆମମାନଙ୍କର ଆଚାର ବ୍ୟବହାରକୁ ମଧ୍ୟ ଦେଖିବେ, ଆମମାନଙ୍କର ଚାଲିଚଳନ, ଆମମାନଙ୍କର ସ୍ୱଭାବକୁ, ଆମମାନଙ୍କର କାର୍ଯ୍ୟକଳାପକୁ, ପ୍ରତ୍ୟେକ ବିଷୟକୁ ମଧ୍ୟ ଦେଖିକି ସେମାନେ ପ୍ରଭୁଙ୍କୁ ଗ୍ରହଣ କରିବେ। କେବଳ ଆମମାନେ ବାକ୍ୟ ଶୁଣେଇଦେଲୁ, ପ୍ରଚାର କରିଦେଲୁ ସେତିକିରେ ହିଁ ନୁହେଁ, କିନ୍ତୁ ବାକ୍ୟ ପ୍ରଚାର କରିବା ସଙ୍ଗେ ସଙ୍ଗେ ଆମମାନଙ୍କର ଚାଲିଚଳନକୁ ମଧ୍ୟ ସୁଧାରବାକୁ ପଡିବ, ଆମମାନଙ୍କର ସ୍ୱଭାବକୁ ମଧ୍ୟ କଣ ସୁଧାରବାକୁ ପଡିବ। ତେବେ କମ ଶବ୍ଦରେ ବୁଝିବା ପାଇଁ ଚେଷ୍ଟା କଲେ, ଆଉ ପବିତ୍ରତାର ଅର୍ଥ ହେଉଛି ପାପରୁ ଅଲଗା ହେଇ ଗୋଟେ ପୃଥକୀକରଣ ଜୀବନ ବଞ୍ଚିବା। ଆମେ ପାପରୁ ଅଲଗା ହେଇ ଗୋଟେ ପୃଥକୀକରଣ ଜୀବନ ବଞ୍ଚିବା, ଆଉ ଏହା ଈଶ୍ୱରଙ୍କର ଚରିତ୍ରକୁ କଣ କରିବ, ପ୍ରଦର୍ଶନ କରିବ। ପାପରୁ ଅଲଗା ହେଇ ଗୋଟେ ପୃଥକୀକରଣ ବା ଗୋଟେ ନୂତନୀକରଣ ଜୀବନ ବଞ୍ଚିବା, ଏହା ପରମେଶ୍ୱରଙ୍କର ଚରିତ୍ରକୁ କଣ କରିବ, ପ୍ରଦର୍ଶନ କରିବ ବା ପ୍ରକାଶ କରିବ। ତେଣୁକରି ଆମମାନେ ସମସ୍ତ ପ୍ରକାର ମନ୍ଦ ଅଭ୍ୟାସରୁ ଆମମାନଙ୍କୁ ପୃଥକ ହେବାକୁ ପଡିବ। ଆଉ ଯେଉଁ କାର୍ଯ୍ୟ ଗୁଡ଼ିକ ପରମେଶ୍ୱରଙ୍କର ବିରୁଦ୍ଧ ବା ତାଙ୍କର ଇଚ୍ଛାର ବିରୁଦ୍ଧ, ସେ ପ୍ରତ୍ୟେକ କାର୍ଯ୍ୟକୁ ଆମମାନେ ତ୍ୟାଗ କରି ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ଆମମାନଙ୍କର ଜୀବନକୁ ବଞ୍ଚିବା ପାଇଁ ଆମମାନଙ୍କୁ ଚେଷ୍ଟା କରିବାକୁ ପଡିବ। ଯେପରି ଆମମାନେ ଦେଖିଲୁ ସେ ଶାସ୍ତ୍ରରେ ଯେ ପରମେଶ୍ୱର ପବିତ୍ର ଅଟନ୍ତି, ତେଣୁକରି ତାଙ୍କର ଲୋକମାନଙ୍କୁ ମଧ୍ୟ କଣ ହେବାକୁ ପଡିବ, ପବିତ୍ର ହେବାକୁ ପଡିବ। ଯଦିଓ ଏଇ ଜୀବନରେ ସିଦ୍ଧ ପବିତ୍ରତା ହାସଲ କରାଯାଇ ପାରିବ ନାହିଁ, ଯଦିଓ ଏଇ ଜୀବନରେ ସିଦ୍ଧ ପବିତ୍ରତା ହାସଲ କରାଯାଇ ପାରିବ ନାହିଁ, ତଥାପି ବିଶ୍ୱାସୀ ମାନଙ୍କୁ ଏହା ପାଇଁ ପ୍ରତିଦିନ ସବୁବେଳେ ଚେଷ୍ଟା କରିବାକୁ ପଡିବ। କାହିଁକି ନା ଆମମାନଙ୍କୁ ଆଦେଶ ଦିଆଯାଇଅଛି ପବିତ୍ରତାର ଜୀବନ କାଟିବା ପାଇଁ, ପବିତ୍ର ହେବା ପାଇଁ। ତେବେ ଏହା ନିଜ ଶକ୍ତିରେ ହେବ ନାହିଁ, କିନ୍ତୁ ଈଶ୍ୱରଙ୍କର ଶକ୍ତିରେ ଆମମାନଙ୍କୁ ନିର୍ଭର ହେବାକୁ ପଡିବ। ଈଶ୍ୱରଙ୍କର ଶକ୍ତି କଣ? ଈଶ୍ୱରଙ୍କର ବାକ୍ୟ। ଈଶ୍ୱରଙ୍କର ବାକ୍ୟକୁ ଆମମାନଙ୍କୁ ଧ୍ୟାନ କରିବାକୁ ପଡିବ। ଈଶ୍ୱରଙ୍କର ବାକ୍ୟକୁ ଆମମାନଙ୍କର ହୃଦୟରେ ସଞ୍ଚୟ କରିବାକୁ ପଡିବ। ଦାଉଦ କଣ କହୁଥିଲେ, ମୁଁ ଯେପରି ପାପ ନ କରିବି ଏଥିପାଇଁ ତୁମର ବାକ୍ୟକୁ ମୋର ହୃଦୟରେ ସଞ୍ଚୟ କରିଅଛି ବୋଲି କୌଣସି ଗୋଟେ ଜାଗାରେ ସେ ଉଲ୍ଲେଖ କରିଅଛନ୍ତି। ତେଣୁକରି ପ୍ରିୟମାନେ, ପାପରୁ ପୃଥକ ହେବାଟା ହିଁ ପବିତ୍ରତାର ଜୀବନ କାଟିବା। ତେଣୁ ପାପରୁ ପୃଥକ ହେବା ପାଇଁ ଆମମାନଙ୍କୁ ପରମେଶ୍ୱରଙ୍କର ବାକ୍ୟକୁ ଆମମାନଙ୍କର ହୃଦୟରେ ସଞ୍ଚୟ କରିବାକୁ ପଡିବ। କାରଣ ଈଶ୍ୱରଙ୍କର ବାକ୍ୟ ଆମମାନଙ୍କର ମାର୍ଗଦର୍ଶକ ଅଟେ। ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କର ପାଇଁ ଆଲୁଅ ଅଟେ। ଅନ୍ଧକାର ପଥରେ ଯେତେବେଳେ ଆମେ ଗତି କରୁଥାଉ, ସେତେବେଳେ ଆମେ ଯେମିତି ଗୋଟେ ଟର୍ଚ୍ଚକୁ ବ୍ୟବହାର କରିଥାଉ, ତଦ୍ରୂପ ଏଇ ଜଗତରେ ଆମେ ଗତାୟତ କରୁଅଛୁ। ତେଣୁ ଈଶ୍ୱରଙ୍କର ବାକ୍ୟକୁ ଆମମାନଙ୍କର ହୃଦୟରେ ସଞ୍ଚୟ କରିବାକୁ ପଡିବ। ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଆମମାନଙ୍କୁ ଚାଳିତ ହେବାକୁ ପଡିବ। ଆମମାନଙ୍କୁ ପାପରୁ ପୃଥକ ହେବାକୁ ପଡିବ। ପାପରୁ ପୃଥକ ହେବା ହିଁ ମାନେ ପବିତ୍ରତାର ଜୀବନ ବଞ୍ଚିବା। ତେଣୁକରି ଏହା କୌଣସି ପ୍ରକାର ବିକଳ୍ପ ନୁହେଁ ଯେ ମୋର ଇଚ୍ଛା ହେଲେ ମୁଁ ପବିତ୍ରତାର ଜୀବନ କାଟିବି, ନହେଲେ ନାହିଁ, ଏପରି ନୁହେଁ। ଏହା ଈଶ୍ୱରଙ୍କର ଆଜ୍ଞା ଅଟେ, ଈଶ୍ୱରଙ୍କର ଆଦେଶ ଅଟେ। ତେଣୁ ଆମମାନଙ୍କୁ ପବିତ୍ର ହେବାକୁ ପଡିବ, କାରଣ ଆମମାନଙ୍କର ଆହ୍ୱାନକର୍ତ୍ତା ପବିତ୍ର ଅଟନ୍ତି। ତେଣୁକରି ଆମମାନଙ୍କୁ ମଧ୍ୟ କଣ ପବିତ୍ର ହେବାକୁ ପଡିବ। ତେଣୁକରି ଏହା ଆମମାନଙ୍କର ନିଜ ଶକ୍ତିରେ ସମ୍ଭବ ନୁହେଁ, କିନ୍ତୁ ଆମମାନଙ୍କୁ ଈଶ୍ୱରଙ୍କର ଶକ୍ତିରେ ନିର୍ଭର ହେବାକୁ ପଡିବ। ତେଣୁକରି ଆମମାନଙ୍କର ଆହ୍ୱାନକର୍ତ୍ତା ପବିତ୍ର, ତେଣୁ ଆମମାନଙ୍କୁ ମଧ୍ୟ ପବିତ୍ର ହେବାକୁ ପଡିବ। ଏତିକି ହିଁ କହିବି। ଆଉ ଏଇ ଅଳ୍ପ ଶିକ୍ଷା ଦ୍ୱାରା, ଏଇ ଅଳ୍ପ ବାକ୍ୟ ଦ୍ୱାରା ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆଶୀର୍ବାଦ କରନ୍ତୁ, କାରଣ ସେ ପବିତ୍ର ଅଟନ୍ତି। ଆଉ ଆମମାନଙ୍କୁ ମଧ୍ୟ ପବିତ୍ର ହେବାକୁ ପଡିବ। ଆମମାନଙ୍କୁ ପବିତ୍ର ହେବା ନିମନ୍ତେ ପରମେଶ୍ୱର ସାହାଯ୍ୟ କରନ୍ତୁ। ଆମେନ। ଧନ୍ୟବାଦ। ଧନ୍ୟବାଦ। ଆଜି ନରେନ୍ଦ୍ର ଭାଇ ବାକ୍ୟରୁ ଆମମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା, ଯାହାକି ଗୋଟେ ଖ୍ରୀଷ୍ଟିଆନର ଜୀବନ, ସେ ବିଷୟ ବିନା ଆମେ କେହି ମଧ୍ୟ ଅନନ୍ତ ଜୀବନ ପ୍ରାପ୍ତ ହେଇପାରିବାନି। ସେ ବିଷୟ ବିନା ଆମେ କେହି ମଧ୍ୟ ସ୍ୱର୍ଗକୁ
ଯାଇପାରିବାନି। କାରଣ ଆମେ ବେଳେ ବେଳେ ଭାବୁନା ଅନେକ ମଧ୍ୟ ଅନ୍ୟାନ୍ୟ ଯୋଉ ମଣ୍ଡଳୀ ମାନେ ଅଛନ୍ତି ସେମାନେ ମଧ୍ୟ ମାନେ ଭାବନ୍ତି କି ଆମେ ଈଶ୍ୱରଙ୍କୁ ବିଶ୍ୱାସ କରିଦେଲେ, ଆମେ ବାପ୍ତିସ୍ମ ହେଇଗଲେ, ବା ଆମେ ମଧ୍ୟ ଭାବୁଛୁ କି ଆମେ ଖ୍ରୀଷ୍ଟ ମଣ୍ଡଳୀରେ ପ୍ରବେଶ କରିଗଲେ ଆମେ ହଳେଇଯିବ ଆଉ ଆମେ ସ୍ୱର୍ଗକୁ ହଳେଇବା। ସେୟା ନୁହେଁ, କାରଣ ଏଇଟା ଶିକ୍ଷାର ଅଭାବରୁ ଆମେ ଏହା ବୁଝୁଥାଉ। କିନ୍ତୁ ଆମକୁ ଯୋଉ ବଛା ହେଇଛି ଆକ୍ଚୁଆଲି, ଆମେ ଯଦି ଏଫେସୀୟ 1:4 ଯଦି ଆମେ ଦେଖିବା, ଆମକୁ ଏଥିପାଇଁ ବଛା ହେଇଛି କି ଆମେ ପବିତ୍ର ଜୀବନ ଖାଟିବା ବା ଅନିନ୍ଦନୀୟ ଜୀବନ ଆମକୁ ଖାଟିବା ପାଇଁ ଆମକୁ ଆକ୍ଚୁଆଲି ଡକା ହେଇଛି, ବଛା ହେଇଛି। ଆମେ ଏଇ ଜଗତରେ ସୁଖ ରହିବା ପାଇଁ ଆମକୁ ଡକା ହେଇନି, ଏଇ ଜଗତରେ ଆମକୁ ଶାନ୍ତି ମିଳିବ ବୋଲି ଆମକୁ ଡକା ହେଇନି, କି ଆମକୁ ଏଥିପାଇଁ ଡକା ହେଇଛି ଆମେ ଯଦି ପବିତ୍ର ଓ ଅନିନ୍ଦନୀୟ ରହିବା ତାହେଲେ ଆମେ ସେଇ ଜାଗାକୁ ଯୋଉ ଆମ ପାଇଁ ଯୋଉ ରଖା ହେଇ ଜାଗା, ସେଇ ଜାଗାକୁ ଆମେ ଯାଇପାରିବା। କାହିଁକି ଆମକୁ ପବିତ୍ର ରହିବାକୁ ପଡିବ? କାରଣ ଯୋଉ ଜାଗାକୁ ଆମେ ଯିବା ସେଇ ଜାଗା ହଉଛି ପବିତ୍ର, ସେଇ ଜାଗା ହଉଛି କଣ? ସଫା। ଆଉ ଆମେ ଯଦି ନିଜକୁ ପବିତ୍ର, ସଫା, ଅନିନ୍ଦନୀୟ ଯଦି ନ କରିପାରିବା ସେଇ ଜାଗାରେ କେମିତି ଆମେ ପ୍ରବେଶ କରିବା? ଏଇଟା ଗୋଟେ ବିଷୟ। ଆଉ ନିଜକୁ ପବିତ୍ର କରିବା ପାଇଁ ହେଲେ, ନିଜକୁ ଅନିନ୍ଦନୀୟ କରିବାକୁ ହେଲେ ଆମମାନଙ୍କୁ ମଧ୍ୟ ସେଇପରି ପବିତ୍ର ଯୋଉ ବିଷୟ ଗୁଡାକ ଅଛି ସେଥିରେ ଆମକୁ ଲାଗିକି ରହିବାକୁ ପଡିବ। ପବିତ୍ର ବିଷୟ କଣ କଣ? ତାଙ୍କ ଶାସ୍ତ୍ର ହଉଛି ପବିତ୍ର, ଈଶ୍ୱର ହଉଛି ପବିତ୍ର, ତାଙ୍କ ଆଜ୍ଞା ଗୁଡାକ ହଉଛି ପବିତ୍ର। ଯଦି ଆମେ ଚାହୁଁଛୁ ପବିତ୍ର ଜୀବନ ଖାଟିବା ପାଇଁ ତ ଏଇ 3ଟା ବିଷୟକୁ ଆମକୁ ଅନୁସରଣ କରିବାକୁ ପଡିବ। ତାଙ୍କ ଆଜ୍ଞାକୁ ଅନୁସରଣ କରିବାକୁ ପଡିବ, ତାଙ୍କ ବାକ୍ୟକୁ ଅନୁସରଣ କରିବାକୁ ପଡିବ, ଆଉ ଈଶ୍ୱରଙ୍କୁ ଅନୁସରଣ କରିବାକୁ ପଡିବ। ଆଜି ଅନେକ ଲୋକମାନେ ଭାବନ୍ତି କି ପବିତ୍ର ଅର୍ଥ କଣ? ନା ନାଇଁ, କାରଣ ମନୁଷ୍ୟ ମାନେ କିଛି ନା କିଛି ଭୁଲ କରିଦିଅନ୍ତି, କିଛି ନା କିଛି ଦୋଷ କରିଦିଅନ୍ତି। କିନ୍ତୁ ପବିତ୍ର ଯୋଉ ରହିବାର କାରଣ ଆମେ ଯଦି ଦେଖିବା, ଗାଲାତୀୟ 5ର ଯୋଉ 19-22 ଯୋଉ ବିଷୟ ଲେଖା ହେଇଛି କି ପବିତ୍ର ଜଣେ ଅଛି ମାନେ ତାର ସବୁ ସେଇ ଫଳ ତାପରେ ରହିବା ଦରକାର। ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପର ଉପହାରିତା, ଏସବୁ ବିଷୟ ଯୋଉ ସବୁ ଅଛି, କ୍ରୋଧ କରିବାନି, କ୍ଷମା କରିବା, ବହୁତ ବିଷୟ ସେ ଲେଖା ହେଇଛି। ଆମେ ଯଦି ସେଠି କରିବା ଏଇ ଗୁଣ ଯଦି ଆମମାନଙ୍କ ପାଖରେ ଅଛି ମାନେ ଆମେ ପବିତ୍ର ଜୀବନ କାଟୁଛୁ ବୋଲିକି ଆମେ ଜାଣିପାରିବା। ତାପରେ ଅଛି ଆମେ ଯଦି ଭୁଲ କରିଦଉଛେ ଜାଣତରେ ବା ଅଜାଣତରେ, ଆମେ ସାଙ୍ଗେ ସାଙ୍ଗେ କଣ କରିବା? ଈଶ୍ୱରଙ୍କ ଠାରେ ସେ ଭୁଲକୁ ଆମେ ସ୍ୱୀକାର କରିକି ଆମେ ଆଉ ସେକେଣ୍ଡ ଥର ଯେପରି ନ କରିବା ତାହାକୁ ମଧ୍ୟ ଆମେ କଣ କରିବା? ଧ୍ୟାନ ଦବା। ଏବେ ଯେମିତି ନରେନ୍ଦ୍ର ଭାଇ କହିଲେ କଣ, ଏଠି ପବିତ୍ର ଜୀବନ କାଟିବା ମୁସ୍କିଲ, ଅସମ୍ଭବ ନୁହେଁ, କଷ୍ଟ, କିନ୍ତୁ ଆମେ ଚାହିଁଲେ କଣ କରିବା? କାଟି ପାରିବା। ତାହା ହିଁ ପରମେଶ୍ୱର ଦେଖନ୍ତି କି ଗୋଟେ ମନୁଷ୍ୟ ପବିତ୍ର ଜୀବନ କାଟିବା ପାଇଁ କେତେ ଚେଷ୍ଟା କରୁଛି, କେତେ ସେ ପବିତ୍ର ଜୀବନ କାଟିବା ପାଇଁ କେତେ ସେ କଷ୍ଟ ସହୁଛି। ପରମେଶ୍ୱର ଏହା ଦେଖନ୍ତି। ତା ମାନେ ନୁହେଁ କି ଆମେ କରିପାରିବାନି ବୋଲିକି ଆମେ ଜାଣି ଜାଣି ଭୁଲ କରିବା, ଜାଣିକି ଆମେ ଦୋଷ କରିବା, ଏହା ନୁହେଁ। ଆମେ ଚେଷ୍ଟା କରୁ ଯାହା ବି ଆମ ଦ୍ଵାରା ଟିକେ ଭୁଲ ହେଇଯାଉଛି ତାହାକୁ ଆମେ ସାଙ୍ଗେ ସାଙ୍ଗେ କରିବା, ପରମେଶ୍ୱରଙ୍କ ପାଖରେ ଆମେ ସ୍ୱୀକାର କରିକି ଭୁଲ ମାଗିବା, ଆମେ ଆଉ ସେ ନ କରିବା। କାରଣ ବାକ୍ୟରେ ଆମେ ଦେଖୁଛୁ ଯୋଉମାନେ ମଧ୍ୟ ପ୍ରେରିତ ମାନେ ଈଶ୍ୱରଙ୍କୁ ବିଶ୍ୱାସ କଲା ପରେ ତାଙ୍କ ଜୀବନରେ କଣ ସେମାନେ ଆଉ ଅପବିତ୍ର ଜୀବନ କାଟିବା ପାଇଁ କେବେ ମଧ୍ୟ ମନ କରିନାହାନ୍ତି। ଆଉ ଯୋଉମାନେ ଟିକେ ଟିକେ ଭୁଲ କରିଛନ୍ତି ସେମାନେ ନିଜକୁ ସୁଧାରି ଅଛନ୍ତି ମଧ୍ୟ ଆମେ ଦେଖୁଛୁ। ଆମେ ବାକ୍ୟରୁ ଯାହା ଶିଖୁଛୁ, ତା ପିତର ହୁଅନ୍ତୁ, ତା ପାଉଲ ହୁଅନ୍ତୁ, ତା ବର୍ଣ୍ଣବାସ ହୁଅନ୍ତୁ, ଆଉ ଆମର ଯୋଉ ପଥର ପକେଇବା ସ୍ଟିଫାନ ହୁଅନ୍ତୁ, ଅନେକ ବ୍ୟକ୍ତିଙ୍କ ଉଦାହରଣ ଆମ ପାଖରେ ଆମେ ଦେଖୁଛୁ। ପିତର ମଧ୍ୟ କେତେବେଳେ ଟିକେ ଟିକେ ଭୁଲ କଲେ ପାଉଲ ତାଙ୍କୁ କଣ କଲେ? ସାଙ୍ଗେ ସାଙ୍ଗେ ସଜାଡିଲେ।
ତେଣୁ ଆମେ ସେଇଠୁ ମଧ୍ୟ ଆମେ ବିଷୟ ଶିଖୁଛୁ। ଏହା କଷ୍ଟ ହେଇପାରେ କିନ୍ତୁ ଅସମ୍ଭବ ନୁହେଁ। ଆଉ ସେଇ ଯୋଉ ପୁରସ୍କାର ପାଇବାକୁ ହେଲେ ଆମକୁ କଷ୍ଟ ସହିକିରି, ଆମକୁ ଯନ୍ତ୍ରଣା ସହିକିରି ଆମକୁ ପବିତ୍ର ଜୀବନ କାଟିବାକୁ ହିଁ ପଡିବ, ବାଧ୍ୟ, ଯଦି ଆମେ ସ୍ୱର୍ଗ ଯିବାକୁ ଆମେ ଚାହୁଁଛୁ। ତ ଯାହା ହଉ, ଆଉ ନରେନ୍ଦ୍ର ଭାଇ ବହୁତ ସୁନ୍ଦର ଭାବରେ ଆମକୁ ଶିକ୍ଷା ହେଲେ ଗୋଟେ ଖ୍ରୀଷ୍ଟିଆନ ଜୀବନ କଣ ହବା ଆବଶ୍ୟକ ଅଛି। ଯଦି ଗୋଟେ ଖ୍ରୀଷ୍ଟିଆନ ଜୀବନରେ ଯଦି ପବିତ୍ରତା ନାହିଁ, ଯଦି ତାର ହୃଦୟ ସଫା ନାହିଁ, ଯଦି ସେ ପ୍ରଭୁ ଯୀଶୁଙ୍କର ଯୋଉ ଯୋଉ କାର୍ଯ୍ୟ ସେ କାର୍ଯ୍ୟ ସେ କରୁନି, ମାନେ ଆମେ ଖ୍ରୀଷ୍ଟ ମଣ୍ଡଳରେ ରହିକି ମଧ୍ୟ ଆମର ଲାଭ ନାହିଁ। ଆମର ଶେଷ ଦଶା କଣ ହବ? ନର୍କ ହିଁ ହବ। ତ ଆମେ ଯୋଉ ଶିକ୍ଷା ଆମେ ଶିଖୁଛେ ତାର ପ୍ରକୃତ ଉଦ୍ଦେଶ୍ୟ ହେଲା କି ଆମେ ଯୋଉ ଶିକ୍ଷାକୁ ଶିଖିକି ଆମେ ଯଦି ଆମେ ଆମ ଜୀବନରେ ଆମେ କାର୍ଯ୍ୟରେ ଆମେ ଲଗେଇବା, ତାହେଲେ ଆମେ ଯୋଉ ସତ୍ୟକୁ ଆମେ ପାଇଛେ ତାର ଲାଭ ଆମେ ପାଇପାରିବା, ତାର ଯୋଉ ପୁରସ୍କାର ଆମେ ପାଇପାରିବା, ଆମ ପାଇଁ ଯାହା ଯାହା ସବୁ ରଖା ହେଇଛି ତାହା ଆମେ ପାଇପାରିବା। ଆମେ ଯଦି ବାକ୍ୟ ଶୁଣିବା ଆଉ ଟିକେ ପରେ ଭୁଲି ଯିବା, ଅପବିତ୍ରତା କାମ କରିବା, ଭୁଲ କାମ କରିବା, ବେକାର କାମ କରିବା, ତ ଆମର ଏଇ ଯୋଉ ଖ୍ରୀଷ୍ଟ ମଣ୍ଡଳରେ ଥାଇକି ମଧ୍ୟ କଣ କିଛି ଲାଭ ନାହିଁ। ଆମକୁ ଲେଖା ହେଇଛି ଅନେକ ଆଉ ତ ଅଳ୍ପ ମନୋନୀତ, ଆମକୁ ଅଳ୍ପ ଯୋଉ ମନୋନୀତ ପ୍ରଭୁ କରିଛନ୍ତି ତାହାକୁ ଆମେ ମାନେ ଆମ ପାଇଁ ତାହା ବହୁତ ମାନେ ଗୋଟେ ଏକ ଗର୍ବର ବିଷୟ, ଏକ ମାନେ ଏତେ ବଡ ବିଷୟ, ତାଠୁ ଆଉ କୌଣସି ବଡ ବିଷୟ ମାନେ ନାହିଁ। ଆଉ ଯୋଉ ବିଷୟ ଆମକୁ ପରମେଶ୍ୱର ଦେଇଛନ୍ତି ତାର ମହତ୍ଵ ଟା ଆମକୁ ରଖିବାକୁ ପଡିବ। ଆଜି ଅନେକ ଲୋକ ଦୁଃଖର ବିଷୟ, ଖ୍ରୀଷ୍ଟ ମଣ୍ଡଳରେ ଥାଇକି ମଧ୍ୟ ତାଙ୍କ ଜୀବନ କଣ ବିଜାତି ମାନଙ୍କଠୁ ବି ତାଙ୍କ ଯାଉଛି, ଆହୁରି ମାନେ ହୀନ ହେଇଯାଉଛି ଜୀବନ। ସବୁ ଜାଣି ଜାଣି ମଧ୍ୟ କି ଏଇ ସଂସାର କିଛି ନାହିଁ, ଏଇଟିର ଧନ ସମ୍ପତ୍ତି କିଛି ନାହିଁ, ଏଇଟିର ସୁଖ କିଛି ନାହିଁ, ଅଳ୍ପ ମାନେ କ୍ଷଣ କାଳ ସ୍ଥାୟୀ, ଜାଣି ଜାଣି ମଧ୍ୟ ଏଇ ଜାଗତିକ ବିଷୟରେ, ଏଇ ଜାଗତିକର ସବୁ ବିଷୟ କଣ ହଉଛନ୍ତି ଆସକ୍ତ ହେଇକି, ଅପବିତ୍ର ହେଇକି ଈଶ୍ୱରଙ୍କ ଠାରୁ ଦୂରେଇ ଯାଉଛନ୍ତି। ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବି କି ଆପଣ ମାନେ ଇଚ୍ଛା ପ୍ରକାଶ କରୁଅଛନ୍ତି କି ଈଶ୍ୱର ବିଷୟରେ ଜାଣିବା ପାଇଁ। ଏ ସମୟ ହୁଏତ ଆମେ ଆଗକୁ ପାଇନ ପାରେ, ସମୟ ଯେମିତି ହେଲାଣି, ଆମେ ଟାଇମ ପଳେଇ ଯୋଉ ବାକ୍ୟକୁ ଆମେ ଯୋଉ ଶିଖୁଛେ ଆମେ ଆଉ ହୁଏତ ଆମେ ଶିଖି ନ ପାରୁ। ତେଣୁ ଯୋଉ ସମୟ ଆମକୁ ମିଳୁଛି ତାର ଆମେ ସଦ୍ ବ୍ୟବହାର କରିବା। ବାଇବେଲ ଆମକୁ ଶିଖଉଛି ନା ସମୟର ସଦ୍ ବ୍ୟବହାର କର ବୋଲିକିରି। ତ ଠିକ ଅଛି, ବହୁତ ବହୁତ ଧନ୍ୟବାଦ ନରେନ୍ଦ୍ର ଭାଇ। ଆଉ ଯୋଉମାନେ ଶ୍ରୋତା ମାନେ ଆମର ଅଛନ୍ତି, ଯୋଉ ବିଶ୍ୱାସୀ ମାନେ ଅଛନ୍ତି, ସେ ଆଉ ଆପଣ ମାନେ ମଧ୍ୟ ଧନ୍ୟବାଦ। ଯାହା ଶୁଣୁଛନ୍ତି ତାହା କରିବା ପାଇଁ ପ୍ରୟାସ କରନ୍ତୁ, ଚେଷ୍ଟା କରନ୍ତୁ, ତାହେଲେ ଆମେ ଖ୍ରୀଷ୍ଟ ମଣ୍ଡଳରେ ଅଛୁ ବୋଲିକି ଆମର ଗୋଟେ ମହତ୍ଵ ଈଶ୍ୱର ଦେଖନ୍ତି ନା, ସବୁ ଯାହା ଆଣନ୍ତି, କିଏ କୋଉ ଉଦ୍ଦେଶ୍ୟରେ ଆସିଛନ୍ତି, କିଏ କୋଉ କାରଣରେ ଆସିଛନ୍ତି, କିଏ କଣ ଚେଷ୍ଟା କରୁଛି, ସବୁ ଈଶ୍ୱର ସବୁ ଦେଖନ୍ତି। ଆମେ ଆମର କାର୍ଯ୍ୟ ଆମେ କରି ଚାଲିବା, ବାକି ଈଶ୍ୱରଙ୍କ ଇଚ୍ଛା। ଆଉ ବାକି ସମୟ ମୁଁ ସୁମିତ ଭାଇଙ୍କୁ ଥଉଛି, ତାପରେ ବାକି ଯୋଉ ଭାଇ ମାନେ ଅଛନ୍ତି କିଛି କିଛି ରଖନ୍ତୁ ମତାମତ, ଯାହାକି ଭଲ ଲାଗିବ ନରେନ୍ଦ୍ର ଭାଇଙ୍କୁ ବି ଆମକୁ ବି, କି ଆପଣ ମାନେ ଶୁଣିଲେ ଆଉ ତାକୁ ବୁଝିଲେ ବୋଲିକି ଆମକୁ ଲାଗିବ। ଠିକ ଅଛି, ତ ସୁମିତ ଭାଇ ବର୍ତ୍ତମାନ ମୁଁ ଆପଣଙ୍କୁ ସମୟ ଥଉଛି। बहुत धन्यवाद, परमेश्वर को बहुत धन्यवाद देते हैं। बाकी हम लोग का नरेंद्र भाई को भी बहुत धन्यवाद देते हैं, उन्होंने बहुत ही अच्छा सब्जेक्ट उन्होंने सिखाया है या बताया हमें। उन्होंने हर एक चीज़ को उन्होंने एक्सप्लेन करके बताया, उसका डेफिनेशन बताया कि एक्चुअली पवित्रता क्या है, होलीनेस क्या है। और मैं भी जब वो बता रहा था तो मैं भी कुछ डेफिनेशन में चेक कर रहा था, एक्चुअल डेफिनेशन क्या है उसका। और बहुत अच्छा लगा कि उन्होंने प्रॉपरली उन्होंने बहुत ही अच्छा से उन्होंने स्टडी किया इसके बारे में, और उन्होंने वही चीज़ बताया जो एक्चुअली में है वो। और बहुत खुशी लगा कि उन्होंने एक छोटा सब्जेक्ट लेके बहुत बड़ा बात उन्होंने बोल दिया है। बोलते हैं ना, छोटा बात बड़ा धमाका, तो उन्होंने वो किया है और सच में। और ये विषय हमें सभी को ही जानना है,
और पवित्रता मतलब ये कोई ऑप्शन नहीं है, ये करना है नहीं करना ऐसा नहीं है। सच में अगर हम हर दिन प्रार्थना भी करें, हर संडे भी अगर उपासना के लिए भी जाए, या दान भी करें, चंदा करें, सब कुछ करें, पर अगर हम लोग का ज़िंदगी अगर गंदगी में अगर है, तो हम लोग के लिए कोई चांस नहीं है स्वर्ग में जाने के लिए। और ये बहुत अच्छा चीज़ है। हमसे बहुत सारे से गलती होते हैं, और हम जाने अनजाने में भी करते हैं, और जान के भी हम गलती करते हैं। और हर गलती प्रभु के नज़र में क्या है ना, एक गंदा है, गंदगी है। हम नहीं चाहेंगे कि हम अपना बच्चा को कोई भी गंदा पानी पिलाए, गंदा खाना खिलाए, गंदा कपड़ा पहनाए। कोई भी माँ बाप नहीं चाहेंगे अपना परिवार को गंदा चीज़ देने के लिए, या गंदा घर में सुलाना, कोई नहीं चाहेंगे। तो परमेश्वर भी वो नहीं चाहते कि हम भी उसी गंदगी में हम रहे। चाहे हम लोग का डेली जो मतलब जीवन जो हम कटते हैं, हर दिन का जो ज़िंदगी हम कटते हैं, उसमें हम गंदगी में रहे, वो नहीं चाहते। क्योंकि उनको मालूम है अगर इस गंदगी में रहेंगे तो एक दिन हम लोग का नुकसान हो जाएंगे और बीमार हो जाएंगे, हम मृत्यु में हम चला जाएंगे। तो परमेश्वर हर दिन हमें वचन की द्वारा से हमें सिखाते हैं। और जैसे कि नरेंद्र ने कोट किया था दाऊद के बारे में, उन्होंने भी गीतों संहिता में उन्होंने कोट किए हैं। उन्होंने कोट करके बताया कि मैं पाप ना करूं, इसलिए परमेश्वर के वचन को अपना हृदय में मैंने छुपा के रखा है, क्योंकि वही एक चीज़ है जो हमें इस गंदगी से हमें बचाते हैं। और सच में जब भी इस तरह का परिस्थिति आते हैं तो हमें वो वचन ही हमें क्या करते हैं, हर गंदगी से हमें बचाते हैं और हमें सुरक्षित हमें रखते हैं। क्योंकि परमेश्वर खुद, जैसे रेड्डो भाई ने भी बताया, जो जो चीज़ मैंने स्टडी किया वो सब आप लोगों ने बताया, इसलिए बोलने का ज़रूरत नहीं है। जैसे परमेश्वर पवित्र है, उनका वचन पवित्र है। अगर हम परमेश्वर में अगर विश्वासी है, यानी कि परमेश्वर के सहभागिता में अगर हम हैं, तो हम हर गंदगी से हम बच सकते हैं, हम उनसे दूर रहेंगे। उनके वचन में अगर हम ध्यान करेंगे, उनके वचन में चलेंगे, बोलने से हमें गंदगी हमें छू नहीं पाएंगे। तो हम कोशिश कर सकते हैं, और ऐसा नहीं कि एक ही दिन में हो जाएंगे, ऐसा नहीं। हम अगर कोशिश करेंगे तो ज़रूर एक दिन हम उसमें कामयाबी हमें मिलेगा, और उसी कामयाबी की बाद ही हमें जो पुरस्कार हमें दिया जाएगा, परमेश्वर से हमें पुरस्कार मिलेंगे। और हमें इसीलिए हमें बुलाया गया है कि हमें साफ सुथरे हमें ज़िंदगी कटना है। पहला पत्रस का पहले अगर हम पढ़ेंगे, वही जो एक का शायद नरेंद्र ने 15-16 उन्होंने पढ़ाई किया है, 14 अगर पढ़ेंगे तो उसमें लिखा है कि पहले जो हम कटे थे, पहले ऐसे ज़िंदगी हम जिए हैं, हम वो ज़िंदगी हमें फिर से ना जीना है। हमें वो ज़िंदगी हमें फिर से ना जीना जो हम पहले जी चुके हैं। अभी हम मसीह में आने के बाद हम लोग का ज़िंदगी ही अभी बदल चुका है। अभी हम वो नहीं है जो हम पहले थे, अभी हम अलग हो गया है, हम प्रभु के लोग हो गया, हम प्रभु के, हम लोग सहभागिता में है, परमेश्वर की शासन में हम, परमेश्वर के घर में हम। जो परमेश्वर इतना साफ सुथरा है, तो हमें भी अपने आप को साफ सुथरा में रखना पड़ेगा। और कैसे करेंगे? ये प्रभु का वचन के द्वारा से, प्रभु के द्वारा से ही हम अपने आप को क्या करेंगे, साफ सुथरा हम रख सकते हैं। कोई भी बच्चा अपने आप से साफ सुथरा नहीं हो सकते। वो बच्चा को भी साफ सुथरा करने के लिए उसका माँ बाप ही चाहिए। उनके माँ बाप उनको नहलाएंगे, उनको साफ करेंगे, अच्छा कपड़ा देंगे, अच्छा खाना देंगे, तब जाके वो बच्चा साफ सुथरा होंगे। तो हम भी अपने आप को साफ सुथरा खुद से हम बना नहीं पाएंगे। अगर हमें अपने आप को साफ सुथरा रखना है बोलने से हमें परमेश्वर की ज़रूरत है, परमेश्वर के वचन की ज़रूरत है। और जो कि आज के लोग आज के समय में इसी दो चीज़ से लोग दूर भाग रहे, और इसी वजह से और भी गंदगी में फंसते जा रहे, मतलब डूबते जा रहे। तो हमें प्रभु के साथ में होना है, प्रभु के वचन में होना है। तो हमें हर गंदगी से, असुचिता से हमें बचा के अपने आप को पवित्र हमें करेंगे। बहुत धन्यवाद देते हैं, और बाकी जितने भी हैं सभी को भी धन्यवाद देते हैं। और केवल सुनिए मत, जितने भी हमें मतलब जुड़े हुए हैं सभी लोग, केवल सुनिए मत, कोशिश करें कि जो जो गंदगी या जो खराब काम जो आपका जीवन में अभी भी लगा हुआ है, या अभी भी आप जुड़े हुए उस काम में, कोशिश करें कि उस काम को आज के बाद, यानी कि अभी से ही उसको छोड़ने के लिए कोशिश करें। छोटा मोटा, छोटा हो या बड़ा हो, कोई भी ऐसे काम है जो आपको लगता है कि ये बुरे हैं फिर भी आप उनमें जुड़े हैं, तो कोशिश करें कि ऐसे छोटा छोटा चीज़ अगर छोड़ने के लिए कोशिश करेंगे तो एक दिन हम अपने आप को इन बुरे से हम अलग कर पाएंगे, और प्रभु के साथ हम रह के एक दिन स्वर्ग में हम सबके साथ मिल के हम स्वर्ग में हम जा पाएंगे। ठीक है, बहुत धन्यवाद देते हैं।
और बाकी हम लोग का जितना भी भाई बहन लोग हैं, अगर चाहेंगे तो थोड़ा थोड़ा अपना बात को रख सकते हैं, और सभी लोग कोशिश करें कि अपना थोड़ा थोड़ा बात आप लोग रखिए। ठीक है, धन्यवाद। ଧନ୍ୟବାଦ। ରଖନ୍ତୁ କାରଣ ଆପଣ ଟିକେ ରଖିବେ, ଆମେ ବୁଝିବୁ କି ଆପଣ ମାନେ କଣ କରୁଛନ୍ତି, ଶୁଣୁଛନ୍ତି ବୋଲି। ଠିକ ଅଛି, ମାଧବ ଭାଇ ଅଛନ୍ତି, ସେ ତାଙ୍କର ପ୍ରତିକ୍ରିୟା ଦେବେ। ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ନମସ୍କାର। ମୁଁ କ୍ଷମା ଚାହିଁବି, ମୁଁ ବାଇବେଲ ପଢୁଥିଲି ତ ମୁଁ ଭୁଲି ଯାଇଛି କ୍ଲାସ ବୋଲି ଯୋଗେନ୍ଦ୍ର ଭାଇ ମତେ ମନେ ପକେଇଦେଲେ। ତ ଭାଇଙ୍କୁ ମଧ୍ୟ ଧନ୍ୟବାଦ କି ବହୁତ ପରିଶ୍ରମ କରି ଆଉ ପରମେଶ୍ୱରଙ୍କ ବାକ୍ୟ ମାନଙ୍କ ନିକଟରେ ପ୍ରକାଶ କଲେ। ବହୁତ ବଢିଆ ବିଷୟ, ପବିତ୍ରତା ବିଷୟ। କାରଣ 15-16ରେ ଭିତରେ ଯେ ପଢିଲେ 1ର, ସେଠାରେ ଲେଖା ହେଇଛି, ଆମେ ପଢିଛେ ମଧ୍ୟ କି ପରମେଶ୍ୱର କହୁଛନ୍ତି, ପରମେଶ୍ୱର ଯେମିତି ପବିତ୍ର ସେମିତି ଆମକୁ ପବିତ୍ର ହେବାକୁ ପଡିବ ବୋଲି କହୁଛନ୍ତି। ତ ଯେମିତି ଭାଇମାନେ ମଧ୍ୟ କହିଲେ, କୌଣସି ଅପସନ ଏଠାରେ ନାହିଁ କି ଆମେ କରିବା ନ କରିବା, କିନ୍ତୁ ଆମକୁ ପରମେଶ୍ୱରଙ୍କ ସହିତ ରହିବାର ଅଛି, ମାନେ ତାଙ୍କ ଇଚ୍ଛାରେ ଚାଲିବାର ଅଛି, ମାନେ ଆମକୁ ପବିତ୍ର ହେବାକୁ ହିଁ ପଡିବ। ସମସ୍ତଙ୍କୁ ଧନ୍ୟବାଦ ଦେଉଛି, ଆଉ ପରମେଶ୍ୱରଙ୍କୁ ସର୍ବପ୍ରଥମେ ଧନ୍ୟବାଦ ଦେଉଛି। ନରେନ୍ଦ୍ର ଭାଇ ଆଜିର ବାକ୍ୟ କହିଲେ, ତାଙ୍କୁ ମଧ୍ୟ ଧନ୍ୟବାଦ ଦଉଛି। ମୁଁ କହିବା କଥା ହେଲା, ଆମେ ଯେହେତୁ ଆଉ ଛୋଟ ପିଲା ନାହିଁ, ଆମେ ସବୁ ରବିବାର ଆସୁଛେ, ସବୁ ଗୁରୁବାର ଜଏନ କରୁଛେ, ସମୟ ଦଉଛେ, ଶୁଣୁଛେ। ଯଦି ଆମେ ଏତିକି ଜିନିଷ ଆଜି କରୁଛେ ମାନେ ଆମର ଦରକାର, ସେଇଭଳିଆ ମନୋବୃତ୍ତି ରହିବା ଦରକାର। ନହେଲେ କାହିଁ ସମୟ ବାହାର କରିକି ଏତେ ଜିନିଷରେ ଆମେ କଣ ପାଇଁ ଯୋଗ ଦଉଛେ? ଏ ସମୟରେ ତ ଆମେ ଅଲଗା କିଛି କାମ କରିପାରିଥାନ୍ତେ ନା। ତାପରେ ଆମକୁ ଦେଖିବାକୁ ପଡିବ ଆମେ କାହା ସନ୍ତାନ। ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛୁ ଆମମାନଙ୍କର ଦୟାଳୁ ପିତା ପରମେଶ୍ୱର, ଆପଣଙ୍କର ଗୌରବ ମହିମା ପ୍ରଶଂସା ପିତା ଆପଣଙ୍କର ବାକ୍ୟରୁ ଆମମାନଙ୍କର ଭାଇ ବହୁତ ସୁନ୍ଦର ଭାବରେ ଆପଣଙ୍କର ବାକ୍ୟ ଆମ ସମସ୍ତ ମଧ୍ୟରେ ପ୍ରକାଶ କରିଛନ୍ତି। ସେଟା ଭାଇଙ୍କୁ ଆହୁରି ଅଧିକରୁ ଅଧିକ ବୁଦ୍ଧି ଜ୍ଞାନ ପ୍ରଦାନ କରନ୍ତୁ ପିତା, ଯେପରି ଆପଣଙ୍କର ବାକ୍ୟରେ ସେ ବୁଝି ହୋଇପାରିବେ ଏବଂ ଆପଣଙ୍କର ଉଦ୍ଦେଶ୍ୟରେ କାର୍ଯ୍ୟ କରିପାରିବେ। ପିତା ସାହାଯ୍ୟ କରନ୍ତୁ ପିତା। ଏଠାରେ ଯେତେ ବି ଭାଇ ଭଉଣୀ ମାନେ ଅନଲାଇନ ମାଧ୍ୟମରେ ଜଡିତ ଅଛନ୍ତି, ସମସ୍ତଙ୍କୁ ଆପଣ ଆଶୀର୍ବାଦ କରନ୍ତୁ, ବୁଦ୍ଧି ଜ୍ଞାନ ପ୍ରଦାନ କରନ୍ତୁ ପିତା। ଆମେ ସମସ୍ତେ ଯେପରି ଆପଣଙ୍କର ବାକ୍ୟରେ ଜ୍ଞାନରେ ଆମେ ବୃଦ୍ଧି ହୋଇ ଆପଣଙ୍କର ମହିମା ଗୌରବ କରିପାରିବୁ ପିତା, ସାହାଯ୍ୟ କରନ୍ତୁ। ଏହି ଅନଲାଇନ ମାଧ୍ୟମରେ ଆରମ୍ଭ ପର୍ଯ୍ୟନ୍ତ ଆମମାନଙ୍କର ସହବଥିଲେ, ଆମମାନଙ୍କୁ ସାହାଯ୍ୟ କଲେ ପିତା, ଏବଂ କୌଣସି ଇଣ୍ଟରନେଟ ପ୍ରୋବ୍ଲେମ ମଧ୍ୟ ଏପରି ହୋଇନାହିଁ। ଆପଣଙ୍କର ଦୟା ଅନୁଗ୍ରହ ପ୍ରଦାନ କରନ୍ତୁ ପିତା। ବର୍ତ୍ତମାନ ସମୟରେ ମଧ୍ୟ ଅନେକ ଭାଇ ଭଉଣୀ ମାନଙ୍କର ପରିବାରରେ ଯଦି ଯାହାର ଦୁଃଖ କଷ୍ଟ ଅଛନ୍ତି ପିତା, ଅସୁସ୍ଥ ଅଛନ୍ତି, ସେ ସମସ୍ତଙ୍କୁ ଆପଣ ସୁସ୍ଥତା ପ୍ରଦାନ କରନ୍ତୁ, ଯେପରି ସୁସ୍ଥ ହୋଇ ଆପଣଙ୍କର କାର୍ଯ୍ୟ ଅଧିକରୁ ଅଧିକ କରିପାରିବେ, ସେଥିପାଇଁ ସାହାଯ୍ୟ କରନ୍ତୁ। ଧନ୍ୟବାଦ ଦଉଛୁ ପିତା ପରମେଶ୍ୱର। এই সুন্দর সমୟରେ ପ୍ରାର୍ଥନା ଆପଣଙ୍କ ପୁତ୍ର ମାନଙ୍କ ପ୍ରାର୍ଥନା କରିଥାଉ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍।